जय जगन्नाथ आपको प्रज्योति सुवाल को स्वागत। सुखमय एवं शांतिपूर्ण दाम्पत्य जीवन पाई जातक मेलक होता है। कारण समस्ते चाहती जीवनटा सुखमय हो, शांति खुशी जीवनटा सुरुखुरे चली था। तेणुक विवाह पूर्व जातकर मेल करा जाय थाए। चलंतु आज जानिबा केउं राशि सह केउं राशि विवाह बंधन रे बांधी हेले सुखमय दाम्पत्य जीवन सुरुखुरुरे चलिथाए एवं दुखमय मध्य होइथाए। ता व्यतीत जानिबा जे विवाह रे गणर कोण विचार रहिछि। सेहीपरि राशि आमर होछि 12टी राशि। सेहीपरि गण मध्य 3टी, जेमितिकि देवगण माने देवता गण, मानव बा नरगण, राक्षस गण। प्रथमे जातकरे गण देखा जाइथाए। गण विशेष करी नक्षत्र अनुसारे गणना करा जाइथाए। जेमितिकि देवगण कहले ଯେଉଁ ମାନଙ୍କର ନକ୍ଷତ୍ର ଅନୁରାଧା, ମୃଗଶିଳା, ଅଶ୍ୱିନୀ, ଶ୍ରବଣା, ପୁନର୍ବସୁ, ପୁଷ୍ୟା, ସ୍ୱାତି, ହସ୍ତା ଓ ରେବତୀ ନକ୍ଷତ୍ରରେ ହେଇଥାଏ, ସେଇମାନଙ୍କୁ ଦେବତା ଗଣ ଭାବେ ସଦୃଶ କରାଯାଇଥାଏ। ନରଗଣ ବା ମାନବ ଗଣ ହେଉଛନ୍ତି ପୂର୍ବ ଫାଲ୍ଗୁଣୀ, ଉତ୍ତରାଷାଢ଼, ପୂର୍ବ ଭାଦ୍ରପଦ, ରୋହିଣୀ, ଉତ୍ତରା ଫାଲ୍ଗୁନୀ, ଉତ୍ତରାଷାଢ଼, ଉତ୍ତର ଭାଦ୍ରପଦ, ଆଦ୍ରା ଓ ଦ୍ୱିତୀୟା ନକ୍ଷତ୍ର। ଶେଷରେ ରାକ୍ଷସ ଗଣ ବ୍ୟକ୍ତିମାନେ ହେଉଛନ୍ତି ଅଶ୍ଳେଷା, ଶତବିଚ୍ଛା, ମୂଳା, ବିଶାଖା, କୃତ୍ତିକା, ମଘା, ଚିତ୍ରା, ଜ୍ୟେଷ୍ଠା ଓ ଧନିଷ୍ଠା ନକ୍ଷତ୍ରର ବ୍ୟକ୍ତି ବିଶେଷ ହେଉଛନ୍ତି ରାକ୍ଷସ ଗଣ ପ୍ରବୃତ୍ତିର ଲୋକ। ସେହିପରି ଆପଣ ଯଦି ଦେବତା ଗଣ ସହିତ ଦେବତା ଗଣ କି ଦେବତା ସହିତ ମାନବ ହେଲା, ତାହେଲେ ଆପଣମାନଙ୍କର ଯେଉଁ ବିବାହର ମେଳ ଖାପ ଖୋଇବ। କିନ୍ତୁ ମାନବ ସହିତ ରାକ୍ଷସ ଟିକେ ବହୁତ କମ୍ ଚାଲିବ। କିନ୍ତୁ ଯଦି ମାନବର ଝିଅ ରାକ୍ଷସର ପୁଅ ହେଉଛନ୍ତି ତାହେଲେ ମଧ୍ୟ ଚଳିବ। କିନ୍ତୁ ଦେବତା ଗଣ ସହିତ ରାକ୍ଷସ ଗଣର ବିଲକୁଲ ବି ତାଙ୍କର ଚାଲିବ ନାହିଁ। ଯେମିତିକି ତାଙ୍କର କ୍ଷତି ହେବ, ଦୁଃଖମୟ ଓ କଳି ଝଗଡ଼ାରେ ତାଙ୍କର ଦିନଟି ଯିବ। ଦେଖନ୍ତୁ ଏଠି ନିଜେ ପଢ଼ିପାରିବେ, ଲେଖା ହେଇଛି ସ୍ୱଗଣରେ, ଅର୍ଥାତ୍ ଦେବତା ଦେବତା କି ମାନବ ମାନବ। ତ ଏଇ ସ୍ୱଗଣରେ ବା ରାକ୍ଷସ ଗଣ ମାନେ ସ୍ୱଗଣରେ ଦେବତା ଦେବତା, ମାନବ ମାନବ ବା ରାକ୍ଷସ ରାକ୍ଷସ ବିବାହ କଲେ ଉତ୍ତମ ପ୍ରୀତି। ନର ଓ ଦେବତା ଗଣରେ ବିବାହ କଲେ ମଧ୍ୟମ ପ୍ରୀତି। ଦେବ ଓ ରାକ୍ଷସ ଗଣରେ ବିବାହ କଲେ କଳହ ଏବଂ ମନୁଷ୍ୟ ଓ ରାକ୍ଷସ ଗଣରେ ବିବାହ କଲେ ମୃତ୍ୟୁ ହୋଇଥାଏ। ଏହିପରି ଭାବରେ ନିୟମ ରହିଛି। ସେହିପରି ଭାବରେ ଆପଣମାନେ ଦେଖିଥିବେ ଯେ ସମାନ ରାଶିରେ କେତେ ଜଣ ବିବାହ କରିଛନ୍ତି। ଦେଖନ୍ତୁ ସମାନ ରାଶିରେ ବିବାହ କଲେ ମଧ୍ୟ ତାଙ୍କ ଭିତରେ ରାଜଜୋଟକ ରହିଥାଏ। ଅସୁବିଧାଟା ହେଉଛି ଯେ ସମାନ ରାଶି ହେଇଥିବ, ନକ୍ଷତ୍ର ଅଲଗା ହେଇଥିବ। ଅଲଗା ନକ୍ଷତ୍ର ହେଇଥିଲେ ତାହେଲେ କିଛିଟା ଅସୁବିଧା ହୁଏ ନାହିଁ। ଅସୁବିଧା ହୁଏ ନାହିଁ, ବହୁତ ଭଲ ଚାଲେ, ଯେମିତିକି ସୁଖମୟ ଜୀବନଯାପନ ଚାଲେ, କିଛି ଅସୁବିଧା ହେଇନଥାଏ। କିନ୍ତୁ ଯଦି ସେମାନଙ୍କର ନକ୍ଷତ୍ର ମିଶିଥାଏ, ସେଠି କିଛି ସମସ୍ୟା ଦେଖାଯାଇଥାଏ, କିନ୍ତୁ ବିବାହ କରୁଛନ୍ତି, ତାହେଲେ ସେ ଠାରେ କିଛି ପ୍ରତିକାରକ ମଧ୍ୟ ରହିଥାଏ। ଏଠି ଦେଖନ୍ତୁ ବିବାହରେ ଲେଖା ହେଇଛି ରାଜଜୋଟକ ପ୍ରଶଂସା। ଗର୍ଗାଦି ମୁନିମାନେ କହିଛନ୍ତି ରାଜଜୋଟକ ହୋଇଥିଲେ ଗ୍ରହ ଅରିଦୋଷ, ତାରା ଦୋଷ, ନର ରାକ୍ଷସୀ ଦୋଷ, ନାଗନାଡ଼ି ଦୋଷ ଓ ବର୍ଣ୍ଣ ଦୋଷ ପ୍ରଭୃତି କିଛି ଦୈତବ୍ୟ ନୁହେଁ। ଏହାର ଅର୍ଥ ହେଉଛନ୍ତି ଯେ ପୂର୍ବକାଳରୁ ମୁନିଗଣ କହିଛନ୍ତି। ତା ବ୍ୟତୀତ ଆପଣ ଜାତକ ଯେଉଁମାନେ ବନାଉଛନ୍ତି, ଜାତକ ଆପଣ ଯଦି ଦେଖିବେ ସେମାନଙ୍କୁ ପଚାରିବେ ଯଦି ଆପଣ କିଛି ଦୋଷ ରହୁଛି, ଯେମିତିକି ଆପଣ ଏଇ ଗଣ ଦୋଷ ହେଲା, ନାଗନାଡ଼ି ଦୋଷ ହେଲା, ନର ରାକ୍ଷସ ଦୋଷ ହେଲା, ତାରା ଦୋଷ, ଗ୍ରହରି ଦୋଷ, ଏଇସବୁ ଦୋଷ ଯଦି ଆପଣଙ୍କ ଜାତକରେ ରହିଛି, କିନ୍ତୁ ଆପଣଙ୍କର ରାଜଜୋଟକ ପଡ଼ିଛି ଯଦି, ତାହେଲେ ଏଇସବୁ ଦୋଷ ଆପଣଙ୍କର ଖଣ୍ଡନ ହେବ। ରାଶି 1 ଥିବ କିନ୍ତୁ ନକ୍ଷତ୍ର ଭିନ୍ନ ଥିବ, ତାହେଲେ ରାଜଜୋଟକ ହୁଏ। 1 ରାଶି ଓ 1 ନକ୍ଷତ୍ର ହେଲେ ରାଜଜୋଟକ ହୁଏ ନାହିଁ। ଏହିପରି ଭାବରେ ମଧ୍ୟ କିଛି ରହିଛି। ଏବେ ଚାଲନ୍ତୁ ଜାଣିବା କେଉଁ ରାଶିର ବର ବା କନ୍ୟା, କେଉଁ ରାଶିର ବର ବା କନ୍ୟା ସହିତ ବିବାହ କଲେ ଜୀବନଟା ଅତି ସୁଖକର ହେଇଥାଏ।
ଦେଖନ୍ତୁ ଏଠି ମୁଁ ରାଶି ଲେଖିଛି, ଆପଣ ଯଦି ଅସଲି ଖଡ଼ିରତ୍ନ ପଞ୍ଜିକା ଦେଖିବେ ମଧ୍ୟ ଏଇଟା ଆପଣଙ୍କୁ ମିଳିଯିବ, କିନ୍ତୁ ମୁଁ ଏଠି ଆପଣଙ୍କୁ ଲେଖିକରି ଆପଣଙ୍କୁ ଭିଡ଼ିଓଟି କରିଛି। ଦେଖନ୍ତୁ ପ୍ରଥମେ ରାଶି ଲେଖା ହେଇଛି, ତାପରେ ଅତ୍ୟନ୍ତ ସୁଖମୟ। ଅତ୍ୟନ୍ତ ସୁଖମୟ ମାନେ ଏଇ ରାଶି ମାନେ ବିବାହ କଲେ ଆଙ୍କ ସହିତ ବହୁତ ଭଲ ପଡ଼ିବ, ବହୁତ 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 ଭଲ ପଡ଼ିବ। ଶାନ୍ତିପଦ ମାନେ ମାନେ ବହୁତ ଖରାପ ପଡ଼ିବନି, କିନ୍ତୁ ଚଳିବ, ମାନେ କିଛି ଅସୁବିଧା ନାହିଁ, ମାନେ ଭଲରେ ବି ଚଳିବ। ଦୁଃଖମୟ ମାନେ ପୁରା ମାନେ ତାଙ୍କର କଳି ଝଗଡ଼ା ଲାଗିବ, କଥାଟା ବହୁତ ତଳକୁ ଯାଇପାରେ, ଅଲଗା ରହିପାରନ୍ତି, ଡିଭୋର୍ସ ହେଇପାରେ, ମାନେ ଘରେ ସବୁବେଳେ ଅଶାନ୍ତି ହେଇପାରେ, କଳି ଝଗଡ଼ା ହେଇପାରେ। ତ ସେଇଟା ହେଉଛି ଦୁଃଖମୟ ଜୀବନଯାପନ। ଦେଖନ୍ତୁ ଫାଷ୍ଟ ହେଉଛି ମେଷ ରାଶି। ମେଷ ରାଶିର ପୁଅ କିମ୍ବା ଝିଅ, ଆପଣ ଏଠି ଯଦି ପୁଅ ଥିବେ ତାହେଲେ ଏଇଗୁଡ଼ା ଅଲଗା ସବୁ ଆପଣ ଝିଅ ଦେଖିବେ। ଯଦି ଏଠି ଝିଅ ଥିବେ ମେଷ ରାଶିର ଝିଅ, ତାହେଲେ ଏମାନେ ସବୁ ପୁଅକୁ ଦେଖିବେ, ବୁଝିଲେ। ତ ଫାଷ୍ଟ ହେଉଛି ମେଷ ରାଶି। ମେଷ ରାଶି ସହିତ ସବୁଠାରୁ ଭଲ ହେଉଛି ସିଂହ, ଧନୁ, ତୁଳା। ଶାନ୍ତିପ୍ରଦ ହେଉଛି ମିଥୁନ, କୁମ୍ଭ, କିନ୍ତୁ ଦୁଃଖମୟ ହେଉଛି କର୍କଟ, ମକର। ତାପରେ ବୃଷ ରାଶି ସହିତ ଭଲ ପଡୁଛି ବିଛା, କନ୍ୟା, ମକର, କର୍କଟ, ମୀନ, କିନ୍ତୁ ଦୁଃଖମୟ ହେଉଛି ସିଂହ ଆଉ କୁମ୍ଭ। ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ରହୁଛି ବହୁତ ଶୁଭ ହେଉଛି ତୁଳା, କୁମ୍ଭ, ଧନୁ। ମଧ୍ୟମ ଶୁଭ ହେଉଛି ସିଂହ, ମେଷ, କିନ୍ତୁ ଦୁଃଖମୟ ହେଉଛି କନ୍ୟା ଆଉ ମୀନ। କର୍କଟ ରାଶି ବ୍ୟକ୍ତି ବିଶେଷ ପାଇଁ ବହୁତ ଶୁଭ ହେଉଛି ବିଛା, ମୀନ, ମକର। ଶାନ୍ତିପଦ ହେଉଛି ବୃଷ, କନ୍ୟା। ଦୁଃଖମୟ ହେଉଛି ମେଷ, ତୁଳା। ସିଂହ ରାଶି ମାନଙ୍କ ପାଇଁ ରହୁଛି ମେଷ, କୁମ୍ଭ, ଧନୁ, ତୁଳା, ମିଥୁନ, କିନ୍ତୁ ଦୁଃଖମୟ ହେଉଛି ବୃଷ, ବିଛା। କନ୍ୟା ରାଶି ମାନଙ୍କ ପାଇଁ ରହୁଛି ମକର, ବୃଷ, କର୍କଟ, ବିଛା ଭଲ। ଦୁଃଖମୟ ହେଉଛି ମୀନ, ମିଥୁନ, ଧନୁ। ତୁଳା ରାଶିର ପାଇଁ ରହୁଛି ଅତ୍ୟନ୍ତ ସୁଖମୟ ହେଉଛି ମିଥୁନ, ମେଷ, କୁମ୍ଭ। ଶାନ୍ତିପ୍ରଦ ରହୁଛି ଧନୁ, ସିଂହ। ଦୁଃଖମୟ ରହୁଛି କର୍କଟ ଆଉ ମକର। ସେହିପରି ବିଛା ରାଶିର ରହୁଛି ମୀନ, ବୃଷ, କର୍କଟ ବହୁତ ବହୁତ ଶୁଭ। ଶାନ୍ତିପ୍ରଦ ରହୁଛି ଧନୁ, କନ୍ୟା, ମକର। ଦୁଃଖମୟ ହେଉଛି ସିଂହ, କୁମ୍ଭ। ତା ବ୍ୟତୀତ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ରହୁଛି ଧନୁ ରାଶି ସହିତ ମେଷ, ସିଂହର ବହୁତ ଭଲ ପଡ଼ିବ, କିନ୍ତୁ ତୁଳା, କୁମ୍ଭ ସହିତ ମିଡିୟମ ସୁଖମୟ ରହିବ, କିନ୍ତୁ ମୀନ, କନ୍ୟା ସହିତ ବହୁତ ତାଙ୍କର ବହୁତ ପରସ୍ପର ଭିତରେ କଳି ଝଗଡ଼ା, କଳହ ମଧ୍ୟ ରହିବ। ମକର ରାଶି ପାଇଁ ରହୁଛି କର୍କଟ, ବୃଷ, କନ୍ୟା ବହୁତ ଭଲ, ମୀନ, ବିଛା ମଧ୍ୟମ ଭଲ, ମେଷ, ତୁଳା ହେଉଛି ଦୁଃଖମୟ। ସେହିପରି କୁମ୍ଭ ସହିତ ଭଲ ପଡ଼ିବ ମିଥୁନ, ସିଂହ, ତୁଳା। ମେଷ, ଧନୁ ସହିତ ମଧ୍ୟମ ଧରଣର ପଡ଼ିବ, ବୃଷ, ବିଛା ସହିତ ପୁରା ଖରାପ ପଡ଼ିବ। ମୀନ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ କର୍କଟ, ବିଛା ବହୁତ ଅତ୍ୟନ୍ତ ସୁଖମୟ ରହୁଛି, ମକର, ବୃଷ ଶାନ୍ତିପଦ। ଦୁଃଖମୟ ହେଉଛି ମିଥୁନ, କନ୍ୟା, ଧନୁ। ଏହିପରି ରାଶି ମାନଙ୍କର ସବୁକିଛି ରହିଛି, ଯାହାକି ଆପଣ ଯଦି ଜାତକ ମେଳକ କରୁଛନ୍ତି, ଆପଣ କି ରାଶି ମେଳକ କରୁଛନ୍ତି, ତ ଏଇ ରାଶିକୁ ଟିକେ ଧ୍ୟାନ ଦେବେ, କାରଣ ଏଇ ରାଶି ଅନୁସାରେ ଆପଣଙ୍କର ବହୁତ ଭଲ ରହିପାରେ, କି ମଧ୍ୟମ ଧରଣ ରହିପାରେ, କି ଦୁଃଖଦାୟକ ରହିଥାଏ। ବେଳେ ବେଳେ ସମସ୍ତେ କହନ୍ତି ଯେ ବେଳେ ବେଳେ ଆମେ ରାଶି ମିଶେଇ କି ଜାତକ ମିଶେଇ ମ୍ୟାରେଜ କଲେ ମଧ୍ୟ ବହୁତ ଅସୁବିଧା ରହୁଛି, କିଛି ଅସୁବିଧା ରହୁଛି, ରାଜଜୋଟକ ପଡ଼ିଲେ ମଧ୍ୟ କଥାଟି ବହୁତ ଏକ୍ସଟ୍ରିମ୍ କେସ୍କୁ ପଳେଇ ଯାଉଛି, ଯେମିତିକି ତାଙ୍କ ପୁଅ ଝିଅଙ୍କର ପଡ଼ୁନେଇ, ତାଙ୍କ ଝଗଡ଼ା ରହୁଛି, ଡିଭୋର୍ସ ପର୍ଯ୍ୟନ୍ତ ପଳେଇ ଯାଉଛି, କି ପୁଅ ଆଉ କୁଆଡ଼େ କାହାକୁ ବାହା ହେଉଛି, ଝିଅ ଆଉ କୁଆଡ଼େ କୁଆଡ଼େ ବାହା ହେଉଛି। ତ ସେଇ କେସ୍ରେ ଆମେ ଲାଭ କ'ଣ ହେଲା ଆମ ଜାତକ ମିଶେଇ ବିବାହ କରି। ଦେଖନ୍ତୁ ଜାତକ ବେଳେବେଳେ ଏମିତି ସମୟ ଥାଏ ଯେ ଜାତକ ମଧ୍ୟ ଭୁଲ ଥାଏ, କାରଣ ଦେଖନ୍ତୁ କିଏ କେଉଁ କେସ୍ରେ ଜନ୍ମ ହେଲା ସେଇଟା ସଠିକ୍ ଯଦି ନ ହେଇପାରେ, କି ଆପଣ କେଉଁ ମାନେ ଆପଣ ଜନ୍ମ ହେଇଛନ୍ତି ଗୋଟେ ସ୍ଥାନରେ, କିନ୍ତୁ ଆପଣଙ୍କର ରାଶି ନକ୍ଷତ୍ର ଯଦି ଆଉ ଗୋଟେ ସ୍ଥାନରେ ହେଉଛି ହେଲା, ସେମାନେ ସେଇ ପାଞ୍ଜିଟା ଫଲୋ କରୁନାହାନ୍ତି, ତାହେଲେ ମଧ୍ୟ ଆପଣ ଜାତକଟା ଭୁଲ ହେଇଥିବ। ଯେମିତିକି ଦେଖନ୍ତୁ ମାନେ କଟକ, ଭୁବନେଶ୍ୱର, ପୁରୀ ଏପଟ ସାଇଡ଼ରେ ଆମେ କ'ଣ ଜଗନ୍ନାଥ ପାଞ୍ଜି ଧରୁଛେ, ଯେଉଁମାନେ ଯାଜପୁର ସାଇଡ଼ରେ ବିରଜା ପାଞ୍ଜି ଧରୁଛନ୍ତି। ଜଣେ କଟକରେ ଜନ୍ମ ହେଇଛି, କିନ୍ତୁ ଯାଜପୁରରେ ଯଦି ତାର ପାଞ୍ଜିଟା ଜଗନ୍ନାଥ ପାଞ୍ଜି ଅନୁସାରେ ନ ଦେଖାଯାଇ ବିରଜା ପାଞ୍ଜି ଅନୁସାରେ ଦେଖାହେଲା, ସେଠି ଜାତକଟି ଭୁଲ ହେଇପାରେ, ବୁଝିଲେ କଥାଟା। ତ ସେଇପରି ଭାବରେ ଆଇଦର ଯଦି ଜାତକଟି ଭୁଲ ରହିଲା, ତ ଏମିତି ଛୋଟ ଛୋଟ ଭୁଲ ଥାଇପାରେ, ତ ଭୁଲ ଥିଲେ ହିଁ କିଛିଟା ଭୁଲ ହିଁ ହେଇଯାଏ। ତ ତେଣୁକରି ଆପଣ ଯଦି ଜାତକ ତିଆରି କରୁଛନ୍ତି, ପୁରା ଭଲ ଭାବରେ ଜାତକ ତିଆରି କରୁଛନ୍ତି,
ତାପରେ ବେଳେବେଳେ ଭାଗ୍ୟର ବିଡ଼ମ୍ବନା ଥାଏ, ଯେମିତିକି କାହା ଭାଗ୍ୟରେ କ'ଣ ଥାଏ କିଛି କହିହେବନି। କେତେଜଣ ଜାତକ ମାନେ ନ ଦେଖେଇକିନା ମଧ୍ୟ ବିବାହ କରିକିନା ବି ଜୀବନଟି ସୁଖମୟ ରହୁଛି, କାରଣ କିଛି କହିହେବନି କେଉଁ କ୍ଷେତ୍ରରେ କ'ଣ ରହୁଛି। କିନ୍ତୁ 90% ଲୋକଙ୍କ ସହିତ, କି ମୁଁ କହିବି ତ 100% ଲୋକଙ୍କ ସହିତ ଜାତକଟି ସେମ୍ ଥାଏ, କାରଣ ଆଜିକାଲି ସମସ୍ତେ ଜାତକ ଦେଖେଇକିନା ବିବାହ କରୁଛନ୍ତି। ଆଉ ଜାତକଟା ହିଁ ସମ୍ପୂର୍ଣ୍ଣ ଭାବରେ ବେଳେବେଳେ ମାନେ ସମ୍ପୂର୍ଣ୍ଣ ଭାବେ ଠିକ୍ ଥାଏ, କିନ୍ତୁ କ୍ୱଚିତ୍ 1% କେଉଁଠି ଭୁଲ ବାହାରି ଯାଇଥାଏ। ସେଠି ମାନେ ଆପଣ ପାଞ୍ଜିର ଗଣନାକୁ ଭୁଲ କହିପାରିବେନି। ସେଠି ଭାଗ୍ୟର ବିଡ଼ମ୍ବନା ହେଇପାରେ, କି ଆପଣଙ୍କର ଭାଗ୍ୟର କିଛି ଭୁଲ ରହିଯାଇଛି, କି କିଛି ଅସୁବିଧା ରହିଯାଇଛି, ନହେଲେ ଆପଣଙ୍କ ଜାତକ ମଧ୍ୟ ଭୁଲ ଥାଇପାରେ, ଜାତକର ଗଣନା ଭୁଲ ଥାଇପାରେ। ଏମିତି କିଛି ଭୁଲ ଥିବା ଯୋଗୁଁ ହିଁ ଏଇ ଅସୁବିଧାଟା ରହୁଛି। ତେଣୁକରି ଆପଣ ବିବାହ ପୂର୍ବରୁ ନିଜର ସୁନ୍ଦର ଜୀବନଯାପନ ପାଇଁ, ସୁଖମୟ ଜୀବନଯାପନ ପାଇଁ ଜାତକର ମେଳ ଯେମିତି ହେଲେ ଅବଶ୍ୟ କରନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।